ସତ ହେଲା କି ମାଳିକା ବଚନ ଆସିବ ମୋହନ ସରକାର ଖୋଲିବ ରତ୍ନ ଭଣ୍ଡାର ଏପରି କିଛି ଲେଖା ଥିଲା ମାଳିକାରେ ବୋଲି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ହଁ ଦର୍ଶକ ବନ୍ଧୁ, ଏମିତି କିଛି ମାଳିକା ବଚନରେ ଲେଖା ଅଛି ବୋଲି ଅନେକ ଗଣମାଧ୍ୟମ ପୂର୍ବରୁ ବହୁତ ସାରା କିଛି ଲେଖିଥିଲେ, ଯାହାଫଳରେ ଅନେକ ନ୍ୟୁଜ୍ ଚ୍ୟାନେଲରେ ମଧ୍ୟ ନ୍ୟୁଜ୍ ବାଜିଥିଲା ଏବଂ ସେହି ମାଳିକା ବଚନକୁ ନେଇ ଏବେ ବି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଗଲା। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି 2024ରେ ନବୀନ ସରକାରକୁ ହଟାଇ ଆସିଲା ମୋହନ ସରକାର। ଆଉ ମୋହନ ସରକାର ଆସିବା ପରେ ଖୋଲିଲା ଶ୍ରୀମନ୍ଦିରର ଚାରିଦ୍ୱାର। ଆଉ ଚାରିଦ୍ୱାର ଖୋଲିବା ମାତ୍ରେ ପୁଣି ନିଷ୍ପତ୍ତି ହେଲା ଯେ ଖୋଲିବ ରତ୍ନ ଭଣ୍ଡାର। ତେବେ ମାଳିକା ଅନୁସାରେ ଖୋଲିବ ରତ୍ନ ଭଣ୍ଡାର ଏବଂ ପ୍ରଳୟ ମଧ୍ୟ ସେତିକି ଦୂର ଅଛି ବୋଲି ଯାହା ମାଳିକା ବଚନରେ ଲେଖା ଅଛି। ତେବେ ରତ୍ନ ଭଣ୍ଡାର ଖୋଲିବା ପରେ ଧୀରେ ଧୀରେ ମାଡ଼ି ଆସିବ ବିପଦ ଏବଂ ଗୋଟେ ପରେ ଗୋଟେ କିଛି ଏମିତି ଅଘଟଣ ଘଟିବ ଯାହାକି ସାରା ଓଡ଼ିଶାବାସୀଠୁ ଆରମ୍ଭ କରି ଦେଶବାସୀ ମଧ୍ୟ ଆତଙ୍କିତ ହୋଇଯିବେ। ହଁ ଦର୍ଶକ ବନ୍ଧୁ, ତେବେ ରତ୍ନ ଭଣ୍ଡାରକୁ ନେଇ ପୁରୀର ଗଜପତି ମଧ୍ୟ କହିଛନ୍ତି, ଆମେ ରତ୍ନ ଭଣ୍ଡାରରେ ଯାହା ବି ଦେଖିଲୁ ତାହା କାହାକୁ କୁହାହେବନି। ବାସ୍ ମୁଣ୍ଡକୁ ଗଲା କିନ୍ତୁ ତୁଣ୍ଡରେ ବାହାରିବନି, କାହିଁକି ନା ରତ୍ନ ଭଣ୍ଡାର ଭିତରେ କ'ଣ ଦେଖାଗଲା, ଆମେ କ'ଣ ଦେଖିଲୁ ତାହା କେବେ ବି ଆମେ ବାହାରେ କହିପାରିବୁ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରତ୍ନ ଭଣ୍ଡାରରେ କ'ଣ ଥିଲା ଏବଂ କେତେ ଧନ ଥିଲା ଏବଂ ସରକାରଙ୍କର ଏହିସବୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି କି? ଏମିତି କିଛି ଅନେକ ପ୍ରଶ୍ନ ଲୋକମାନଙ୍କ ମଧ୍ୟରେ ଏବେ ଆସିଯାଇଛି। ତେବେ ରତ୍ନ ଭଣ୍ଡାର ଖୋଲିବା ପରେ କିଛି ଏମିତି ଘଟଣା ମଧ୍ୟ ଘଟିଛି ଯାହାକି ଭିତରର ଦୃଶ୍ୟ ମଧ୍ୟ କେହି ଦେଖି ନାହାନ୍ତି। ତେବେ ରତ୍ନ ଭଣ୍ଡାର ମଧ୍ୟରେ ଅନେକ ସୁନାର ମୁକୁଟଠୁ ଆରମ୍ଭ କରି ଲକ୍ଷ୍ମୀ ଏବଂ ଜଗନ୍ନାଥଙ୍କର ଅନେକ ପ୍ରକାର ସାମଗ୍ରୀ ରହିଛି, ଯାହାକି ସାରା ଦେଶବାସୀ ଦେଖିବା ପାଇଁ ମନରେ ଅନେକ ଉତ୍କଣ୍ଠା ରହିଥିବା ବେଳେ ପୁରୀ ଗଜପତିଠୁ ଆରମ୍ଭ କରି ସରକାର ମଧ୍ୟ ଏହା ଦେଖାଇବା ପାଇଁ ମନା କରିଯାଇଛି।